ଲୋକମାନେ ସେଇଭଳି ଭାବ ନେଇ ଗୁରୁଙ୍କ ପାଖକୁ ଯାଉଛନ୍ତି। ଆଉ ଗୁରୁମାନେ କ'ଣ କରୁଛନ୍ତି, ତାର ସୁଯୋଗ ନେଇ ତୁମେ ଏଇ ମନ୍ତ୍ରଟିକୁ ଜପ କର, ଏଇ ପୂଜାଟିକୁ ତୁମେ କର, ତୁମର କର୍ମଫଳ ଖଣ୍ଡନ ହେଇଯିବ, ଆଉ ତୁମେ କିଛି ଆଉ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ। ଆଜିକାଲି ସବୁକିଛି ବ୍ୟବସାୟ ହେଇଗଲାଣି। ସବୁକିଛି ବ୍ୟବସାୟ, ଧର୍ମଟା ମଧ୍ୟ ବ୍ୟବସାୟରେ ପରିଣତ ହେଲାଣି। ଲୋକମାନଙ୍କର, ଗୃହସ୍ଥାଶ୍ରମ ଲୋକମାନଙ୍କର ଧାରଣା, ଆମେ ସାଧୁ ସନ୍ତଙ୍କ ପାଖକୁ ଗଲେ ଆମର ଭୌତିକ ଜଗତର ଉନ୍ନତି ଘଟିବ। ଟଙ୍କା ପଇସା, କୋଠା ବାଡ଼ି, ଘର ଦ୍ୱାର, ଜମି, ମୋର ପିଲା ଛୁଆଙ୍କର ଉତ୍ତରୋତ୍ତର ଉନ୍ନତି ହେବ। କିନ୍ତୁ ଦୀକ୍ଷାଟା ଯେ ତା ପାଇଁ ନିଆଯାଇନି, ଦୀକ୍ଷାଟା ଗ୍ରହଣ କରାଯାଏ ଆମେ ଯୋଉଠୁ ଆସିଛେ ସେଇଠିକି କେମିତି ଯିବା। ଆମେ ପରମାତ୍ମା ପରମବ୍ରହ୍ମ ପାଖରୁ ଆସିଛେ, ସେଇ ପରମାତ୍ମା ପରମବ୍ରହ୍ମଙ୍କ ସହିତ ଆମେ କେମିତି ମିଳନ ହବା। ଯୋଉ ସ୍ରୋତରୁ ଆସିଛେ ସେଇ ସ୍ରୋତ ସହିତ ଆମେ କେମିତି ମିଶିଯିବା। ଆଉ ଏ ଜୀବନଟା ଆମେ ଯାହା କିଛି କରୁଛେ, ଏ ସଂସାରରେ ଆମେ ଯାହା କିଛି କରୁଛେ ସବୁ କିଛି କରୁଛେ ଆନନ୍ଦ ପାଇଁ। ଅଲ୍ଟିମେଟ୍ ହେଉଛି ଆନନ୍ଦ। ପାଠ ପଢୁଛେ ଆନନ୍ଦ ପାଇଁ, ବିବାହ ହେଇଛେ ଆନନ୍ଦ ପାଇଁ, ଘର କରିଛେ ଆନନ୍ଦ ପାଇଁ, କୁଆଡେ ଯାଉଛେ ଆନନ୍ଦ ପାଇଁ। ସବୁ କିଛି ଆମେ କରୁଛେ, ଖାଉଛେ ଆନନ୍ଦ ପାଇଁ, ପିନ୍ଧୁଛେ ଆନନ୍ଦ ପାଇଁ। କିନ୍ତୁ ଦେଖିଲା ବେଳକୁ ଏ ମନରେ ଆନନ୍ଦ ନାହିଁ। ଏ ମନ ଅତୃପ୍ତ, ଏ ମନ ଅଶାନ୍ତ, ଏ ମନ ଦୁଃଖ ଯନ୍ତ୍ରଣା କଷ୍ଟରେ ପରିପୂର୍ଣ୍ଣ। ଯାହାକୁ ପଚାରନ୍ତୁ ଆପଣ ଭଲରେ ଅଛନ୍ତି, ଆନନ୍ଦରେ ଅଛନ୍ତି, ସମସ୍ତେ ଖାଲି ଚଳିବା ପାଇଁ କହିଦେବେ ହଁ ଆମେ ଭଲରେ ଅଛୁ, ଆମେ କିନ୍ତୁ ଆନନ୍ଦରେ ଅଛୁ। ଆନନ୍ଦ ପାଏ କିଏ ଶରୀରରେ, ଶାନ୍ତି କିଏ ପାଏ, ସୁଖ କିଏ ପାଏ? ସବୁ ପାଏ ସେଇ ମନ। ଆଉ ମନର ଭାବନାଟା ମଣିଷ ମୁହଁରେ ପ୍ରସ୍ଫୁଟିତ ହୁଏ। ମନ ଯଦି ଆନନ୍ଦ ଥବ, ସେ ପ୍ରସନ୍ନ ଆଉ ହସ ହସ ମୁଖତାରେ ରହିବ। ଯଦି ମନରେ ବାସନା କାମନା ପରିପୂର୍ଣ୍ଣ ରହିଥିବ, ନକାରାତ୍ମକ ଚିନ୍ତାଧାରା ରହିଥିବ, ତା ମୁହଁରୁ ହିଁ ଜଣା ପଡ଼ିଯିବ ଯେ ସେ ଆନନ୍ଦରେ ଅଛି କି ନିରାନନ୍ଦରେ ଅଛି, କି କେମିତି ଅଛି। ଜଣେ ଜାଣିବା ଲୋକ ହିଁ ଜାଣିପାରିବ। ଯେ ସାଧକ ସେ ହିଁ ଜାଣିପାରିବ। ଯେମିତି ଝାଡ଼ା ଭିତରେ କ'ଣ ଅଛି, ବ୍ଲଡ ଭିତରେ କ'ଣ ଅଛି, ଯେମିତି ମାଇକ୍ରୋସ୍କୋପ ଦ୍ୱାରା ଦେଖାଯାଉଛି, ସେଇଭଳି ସାଧନାର ମାଇକ୍ରୋସ୍କୋପ ଦ୍ୱାରା ଜଣକୁ ଦେଖିଲେ ଜାଣିହେବ ଯେ ସେ ସାତ୍ତ୍ୱିକ କି ରାଜସିକ କି ତାମସିକ। ତେଣୁ ବର୍ତ୍ତମାନ ଧର୍ମଟା ଗୋଟେ ବ୍ୟବସାୟିକ ରେ ପରିଣତ ହେଇଯାଇଛି। ଲୋକମାନେ ସେଇଭଳି ଭାବ ନେଇ ଗୁରୁଙ୍କ ପାଖକୁ ଯାଉଛନ୍ତି। ଆଉ ଗୁରୁମାନେ କ'ଣ କରୁଛନ୍ତି, ତାର ସୁଯୋଗ ନେଇ ତୁମେ ଏଇ ମନ୍ତ୍ରଟିକୁ ଜପ କର, ଏଇ ପୂଜାଟିକୁ ତୁମେ କର, ତୁମର କର୍ମଫଳ ଖଣ୍ଡନ ହେଇଯିବ, ଆଉ ତୁମେ କିଛି ଆଉ ଅସୁବିଧା ଭୋଗ କରିବାକୁ ପଡ଼ିବ ନାହିଁ। ଏଇଭଳି ଚକ୍ରରେ ବର୍ତ୍ତମାନ ସମାଜରେ ଦୀକ୍ଷାର କାର୍ଯ୍ୟକ୍ରମ ଚାଲିଛି। ତେଣୁ ଦୀକ୍ଷାଟା ଯେ ହେଉଛି ଭଗବତ ଦର୍ଶନ, ଭଗବତ ଉପଲବ୍ଧି ପାଇଁ, ଏ କଥା ଜଣା ନାହିଁ ମୋ ଭିତରେ ଯେଉଁ ସଂସ୍କାର ଅଛି ସେ ସଂସ୍କାରକୁ ପୋଡ଼ି ପାଉଁଶ କରିଦେବା ପାଇଁ ଯୋଗ ଅଭ୍ୟାସ ଆମେ କରୁଛେ, କି ଈଶ୍ୱରଙ୍କ ପାଖକୁ ଯାଉଛେ, କି ଧ୍ୟାନ ଜପ କରୁଛେ। କ'ଣ ପାଇଁ ନା ଚିତ୍ତବୃତ୍ତି ନିରୋଧ ପାଇଁ। ମନରେ ଗୋଟିଏ ଥଟ୍ସ ଆସିବ, ଗୋଟିଏ ଚିନ୍ତା ଆସିବ, ଲାଷ୍ଟକୁ ସେଇ ଚିନ୍ତାରେ ଆମେ ଏଭଳି ନିମଗ୍ନ ହେଇଯିବା, ଏଭଳି ମଗ୍ନ ହେଇଯିବା, ଆମ ସୁମନ ଅମନରେ ପରିଣତ ହେଇଯିବ।
ଆମ ତ ମନ ଭିତରେ ଆମେ ଅଛେ, କୁମନରେ ଅଛେ, ବିମନରେ ଅଛେ। ଆମେ କ'ଣ ସୁମନ ହେଲେଣି? ସୁମନ ହେଲେ ସବୁ ସମୟରେ ସତ୍ ଚିନ୍ତା ହିଁ ହବ। ଅସତ୍ ଚିନ୍ତା, ଅସତ୍ କଥା ହିଁ ଆମ ଭିତରେ ଆସିବ ନାହିଁ। ତେଣୁ ଆମେ ତତ୍ତ୍ୱଗୁରୁ ଗ୍ରହଣ କରିବା, ଯେଉଁ ଗୁରୁ ଆମକୁ ଭଗବତ ଦର୍ଶନ, ଭଗବତ ମାର୍ଗ, ଭଗବତ ଉପଲବ୍ଧିର ପଥ ହିଁ କେବଳ ଦେଖେଇବେ। ଆମେ ଯେଉଁଥିପାଇଁକି ଆସିଥିଲେ